ଆପଣମାନେ ଜାଣିଛନ୍ତି କିଛି ଖବର ମାଧ୍ୟମରେ ପ୍ରକାଶ ପାଇଛି ବିଜେପିର ରାଷ୍ଟ୍ରୀୟ ସଭାପତି ପୃଥିବୀର ସର୍ବବୃହତ ଦଳ ହେଉଛି ବିଜେପି। ତାର ସର୍ବକନିଷ୍ଠ ରାଷ୍ଟ୍ରୀୟ ସଭାପତି ଶ୍ରୀ ନିତିନ ନବୀନଜୀ ଦାୟିତ୍ୱ ନେଲା ପରେ ପ୍ରଥମ ଥର ପାଇଁ 2 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆଗାମୀକାଲି ରାତିରେ ସେ 10:45 ବିମାନ ଯୋଗେ ସେ ପହଞ୍ଚିବେ ଏବଂ ତା ପରଦିନ ସେ ବିଭିନ୍ନ କାର୍ଯ୍ୟକ୍ରମ ଯୋଗ ଦେବେ। ସେ ବିଷୟରେ ମୁଁ ଆପଣଙ୍କୁ ଜଣାଉଛି ଟିକେ। ବିଶେଷ ଭାବରେ ସକାଳୁ ସେ କୋର କମିଟି ସାଙ୍ଗେ ବୈଠକ ତାଙ୍କର ରହିବ। ତାପରେ ଆମେ ଜାଣିଛେ ଜଟଣୀସ୍ଥ ଯେଉଁ IIT ଭୁବନେଶ୍ୱର ନିକଟରେ AIPH ବିଶ୍ୱବିଦ୍ୟାଳୟ ଅଛି, ସେ ବିଶ୍ୱବିଦ୍ୟାଳୟ ପରିସରରେ ଭୁବନେଶ୍ୱର ଜିଲ୍ଲା ବିଜେପିର ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ଯେଉଁ ପ୍ରଶିକ୍ଷଣ ଶିବିର ହେବ, ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଭିଯାନ 2026 ଚାଲିଛି, ତାର ଏକ ଅଙ୍ଗ ଭାବରେ ସେ ଯେଉଁ ପ୍ରଶିକ୍ଷଣ ଶିବିର ହେବ ତାକୁ ସେ ଉଦ୍ଘାଟନ କରିବେ। ଏହି ଅବସରରେ ସେ ପୁରୀ ମଧ୍ୟ ଗସ୍ତ କରିବେ। ପୁରୀରେ ପ୍ରଭୁ ଜଗନ୍ନାଥ ଦର୍ଶନ କରିବା ସହିତ ଆଶୀର୍ବାଦ ନେବେ, ମହାପ୍ରସାଦ ସେବନ କରିବେ ଏବଂ ଆମର ପୁରୀ ଗସ୍ତ ପରେ ଭୁବନେଶ୍ୱର ଫେରି ଆମ ରାଜ୍ୟ କାର୍ଯ୍ୟାଳୟରେ ସେ ରାଜ୍ୟ ପଦାଧିକାରୀ ଏବଂ ସମସ୍ତ ମୋର୍ଚ୍ଚା ସଭାପତିମାନଙ୍କର ବୈଠକ ନେବେ ଏବଂ ମନ୍ତ୍ରିମଣ୍ଡଳ ସଦସ୍ୟମାନଙ୍କର ମଧ୍ୟ ସେ ବୈଠକରେ ଉପସ୍ଥିତ ରହିବେ। ଏହି ଅବସରରେ ରାଜ୍ୟ ବିଜେପି ତରଫରୁ ନିରାଡମ୍ବର ଭାବରେ ତାଙ୍କର ସ୍ୱାଗତ ସମ୍ବର୍ଦ୍ଧନା କରାଯାଉଛି। ରାଜ୍ୟର ସମସ୍ତ ନେତୃବୃନ୍ଦ, ରାଜ୍ୟ ସଭାପତି, ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ୱାଗତ କରିବେ ଏବଂ ବିଦାୟ ସମ୍ବର୍ଦ୍ଧନା ମଧ୍ୟ ଜଣାଇବେ। 2 ଦିନିଆ ଗସ୍ତ ସମାପ୍ତି ପରେ 18 ତାରିଖ ରାତିରେ ସେ ଓଡ଼ିଶାରୁ ଦିଲ୍ଲୀ ଅଭିମୁଖେ ବାହାରିବେ। ଏ ଅବସରରେ ସମସ୍ତ କର୍ମକର୍ତ୍ତାଙ୍କ ସହିତ ଏବଂ କିଛି ବୁଦ୍ଧିଜୀବୀଙ୍କ ସହିତ ମଧ୍ୟ ସେ ଭେଟଘାଟ କରିବେ ଏବଂ ଚର୍ଚ୍ଚା ଆଲୋଚନା କରିବେ। ପୂର୍ବରୁ କୁହାଯାଉଥିଲା ଯେ 18-19 2 ଦିନ ରହିବେ, 19ର କୌଣସି କାର୍ଯ୍ୟକ୍ରମଟା ମାନେ ନାହିଁ, କେବଳ 18 ତାରିଖ 17-18 2 ଦିନ ଗସ୍ତ ହେଲା। ତାଙ୍କ 2 ଦିନିଆ ଗସ୍ତ 17 ତାରିଖ ଆସିବେ, 18 ତାରିଖ ରହିବେ, 18 ତାରିଖ ରାତିରେ ଫେରିଯିବେ। 17 ତାରିଖରେ କିଛି କାର୍ଯ୍ୟକ୍ରମ ନାହିଁ, କେବଳ ଆସି ରାତ୍ରି ଯାପନ କରିବେ। ସ୍ୱାଗତ ବ୍ୟବସ୍ଥା ଅଛି, ପାର୍ଟି ଅଫିସ ଆସିବେ, ଆମର ଅଛି କାର୍ଯ୍ୟକ୍ରମ ଅଛି। ଆଉ ରାଷ୍ଟ୍ରୀୟ ସଭାପତି ପ୍ରତି ମିନିଟ୍ ମୂଲ୍ୟବାନ, ଆଉ ତାଙ୍କର ବିଭିନ୍ନ ଗସ୍ତ ଅଛି। ଆମେ ସବୁ ପ୍ରକାର ପ୍ରୋଗ୍ରାମକୁ ଡିଟେଲ ଆମର ମେରିଆ ସହିତ ସୁଜିତ ଭାଇ ଜଣେଇବେ। ଆପଣମାନଙ୍କୁ ଭିଜୁଆଲ ନେବା ପାଇଁ ସମସ୍ତ ସୁଯୋଗ ମିଳିବ ଏବଂ ଅନୁରୋଧ କରିବି ସମସ୍ତେ ଏୟାରପୋର୍ଟ ଆସନ୍ତୁ। ତା ପରବର୍ତ୍ତୀ ଡିଟେଲ ସବୁଗୁଡ଼ିକ ଆପଣଙ୍କୁ ଜଣାଯିବ। ରାତି 10:35 ବୋଲି ବର୍ତ୍ତମାନ ଅଛି। କ'ଣ ହେଉଛି ଆଉ ଟିକେ କାଲି ଜଣାପଡ଼ିଯିବ। ଆପଣ ପୁରା ଡିଟେଲ ତାଙ୍କର ପ୍ରୋଗ୍ରାମର ଗୋଟିଏ ପରେ ଗୋଟିଏ ଡିଟେଲ ଆପଣଙ୍କୁ ଜଣାଯିବ, କାରଣ ସମସ୍ତ ପ୍ରୋଗ୍ରାମର ଭିଜୁଆଲ ଆପଣମାନଙ୍କୁ ନିଆଯିବା ପାଇଁ ସୁଯୋଗ ଦିଆଯିବ। ରାଷ୍ଟ୍ରୀୟ ସ୍ୱାର୍ଥ ପ୍ରୋଗ୍ରାମ କୌଣସି ଲୁଚା ଛପାରେ ହେବ ନାହିଁ, ପିଓରଲି ଓପନ ପ୍ରୋଗ୍ରାମ। ବିଜେପି ବିଷୟରେ ଆପଣ ବେଶୀ ଜାଣନ୍ତି, ତାଙ୍କର ପ୍ରୋଗ୍ରାମ ସବୁ ରହିବ, ଆପଣଙ୍କୁ ଜଣାଯିବ। ଯଦି କୌଣସି ଅସୁବିଧା ହେବ ଆପଣ ଫୋନ୍ କରି ପଚାରି ପାରିବେ ପ୍ରୀତ ଭାଇକି, ଅଭିଜିତ କି, କୌଣସି ଅସୁବିଧା ହେବ। ଖୋର୍ଦ୍ଧା ବି ଆମେ ଚାହୁଁଛୁ ଆପଣ ଯାଆନ୍ତୁ। ପୁରୀ ବି ଆପଣଙ୍କର ଯିଏ ଥିବେ ସେମାନଙ୍କୁ ମଧ୍ୟ ଖୋର୍ଦ୍ଧା ପାଖରୁ ଜଟଣୀ ପାଖରୁ ପୁରୀ ସିଧା ବାହାରିଯିବେ, ପ୍ରାୟ 2 ପରେ ଦର୍ଶନ କରିବେ ଏବଂ ବାଇ ରୋଡ୍ ଯିବେ। ବହୁତ ପ୍ରଥମରୁ ୱାର୍ଡ ୟୁଜ୍ କରିଛି, ନିରାଡମ୍ବର ଭାବରେ ତାଙ୍କର ଗସ୍ତ ହେଉଛି। କୌଣସି ବଡ଼ କାର୍ଯ୍ୟକ୍ରମ ନାହିଁ, ସାଙ୍ଗଠନିକ କାର୍ଯ୍ୟକ୍ରମ ସେଇଟା ହେବ, ଆପଣ ଜଣାଯିବ। ଏପ୍ରିଲ 60 ଯଦି ହୁଏ ଆମେ ଜଣାଯିବ ଡିଟେଲ ଆପଣ ଆସନ୍ତାକାଲି। ଆମେ ସେଇଦିନ ସକାଳ ରାଷ୍ଟ୍ରୀୟ ସଭାପତିଙ୍କର ପ୍ରତି ମିନିଟ୍ ମୂଲ୍ୟବାନ, ପ୍ରତି ସେକେଣ୍ଡରେ କିଛି ନା କିଛି ବିଦେଶରୁ ଫୋନ୍ ଆସିବ, ଓଡ଼ିଶାରେ ହେବ। ତେଣୁ ସେ ଦୃଷ୍ଟିରୁ ଆପଣମାନଙ୍କୁ ସବୁ ପ୍ରୋଗ୍ରାମ ଘଣ୍ଟେ 2 ଘଣ୍ଟା 4 ଘଣ୍ଟା ନିଶ୍ଚୟ ଜଣାଯିବ। ସମସ୍ତଙ୍କୁ ଧନ୍ୟବାଦ।